ଏକ ପରିବର୍ତ୍ତନ ଆସୁଛି। ହଁ, ତୁମେ ଠିକ୍ ଶୁଣୁଛ। ତୁମ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସୁଛି। ମୁଁ ତୁମ ଜୀବନରେ ଏମିତି ଲୋକଙ୍କୁ ପଠାଉଛି ଯେଉଁମାନେ ତୁମ ସହିତ ସବୁଦିନ ପାଇଁ ମିଶିଯିବେ। ତୁମର ଜୀବନ ପ୍ରତି ତୁମର ଏବଂ ସେମାନଙ୍କର ଦୃଷ୍ଟିକୋଣ ମଧ୍ୟ ବଦଳିଯିବ। ଯେତେବେଳେ ବି ତୁମେ ଅନୁଭବ କରିବ ଯେ ତୁମେ କୌଣସି ବିଷୟରେ ପସନ୍ଦ କରିପାରୁନାହଁ, ତେବେ ତୁମେ ସେହି ବିଷୟକୁ ମୋ ଚରଣରେ ସମର୍ପିତ କରିଦିଅ, ମୋ ଚରଣରେ ରଖିଦିଅ। ଦେଖିବ, ମୁଁ ତୁମକୁ କୌଣସି ନା କୌଣସି ମାଧ୍ୟମରେ ସଂକେତ ଦେବି ଏବଂ ସେହି ବିଷୟରେ ତୁମକୁ ଠିକ୍ ଉତ୍ତର ମଧ୍ୟ ଦେବି। କେବଳ ବିଶ୍ୱାସ ଏବଂ ଧୈର୍ଯ୍ୟ ରଖ। ମୁଁ ନିଶ୍ଚିତ ଭାବରେ ସେହି ବିଷୟରେ ତୁମକୁ ସାହାଯ୍ୟ କରିବି। ଯେତେବେଳେ ତୁମେ ଜୀବନରେ କିଛି ଭଲ ବିଷୟରେ ଚିନ୍ତା କର, ଭାବ ଯେ ଯଦି ମୁଁ ଏହି କାମ କରେ ତେବେ କେତେ ଭଲ ହେବ, ତେବେ ତୁରନ୍ତ ସେହି କାମ କର। କିଏ ଜାଣେ, ସେହି କାମ କରିବା ଦ୍ୱାରା ତୁମର ଜୀବନ ହିଁ ବଦଳିଯିବ। ତା ସହିତ ମୋର ଆଶୀର୍ବାଦ ତ ସବୁବେଳେ ତୁମ ସହିତ ଅଛି। ସେଥିପାଇଁ ଆଗକୁ ବଢ଼ିଚାଲ। ନିଜର ମନୋବଳକୁ ଦୃଢ଼ ମଜବୁତ ରଖ। ଯେତେ ପାରୁଛ ଅନାବଶ୍ୟକ ଝଗଡ଼ାଠାରୁ ନିଜକୁ ନିଜେ ଦୂରେଇ ରଖ। ମୋ ପାଖରେ ପ୍ରାର୍ଥନା ଜାରି ରଖ। ମୁଁ ତୁମକୁ ସାହାଯ୍ୟ କରିବି। ତୁମକୁ ନକାରାତ୍ମକ ଶକ୍ତିରୁ ଦୂରେଇ ରଖିବି। ଜୀବନରେ ଦୃଢ଼ ବିଶ୍ୱାସ, ଧୈର୍ଯ୍ୟ ଏବଂ ନିଷ୍ଠା ବହୁତ ଜରୁରୀ ଅଟେ ପିଲାମାନେ। ମୋ କୃପା ଦୃଷ୍ଟି ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ଉପରେ ଅଛି। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।